ଆଜି ଆମେ ଏହି ଭିଡ଼ିଓରେ ତୃତୀୟ ଶ୍ରେଣୀ ସାହିତ୍ୟ ବହିର ଅନେକ ଫୁଲର ମାଳଟିଏ ବିଷୟର ଅଭ୍ୟାସ କାର୍ଯ୍ୟ ଆଲୋଚନା କରିବା। ଏକ ନମ୍ବରଟି କହିଛି ଆସ କଥା ହେବା। କ ନମ୍ବରଟି କହିଛି ଭାରତର ରାଜଧାନୀର ନାମ କ'ଣ? ଆନ୍ସାର ହେବ ଭାରତର ରାଜଧାନୀର ନାମ ଦିଲ୍ଲୀ। ଖ ନମ୍ବରଟି କହିଛି ତୁମେ ଦିଲ୍ଲୀ ଦେଖିଛ କି? ଆନ୍ସାର ହେବ ହଁ ମୁଁ ଦିଲ୍ଲୀ ଦେଖିଛି। ବା ତୁମେମାନେ ଯଦି ଦେଖିନଥିବ ତେବେ ଲେଖିବ ନା ମୁଁ ଦିଲ୍ଲୀ ଦେଖି ନାହିଁ। ଗ ନମ୍ବରଟି କହିଛି ରମେଶ ବାପାଙ୍କ ସାଙ୍ଗରେ କେଉଁଠାକୁ ଯାଇଥିଲା? ଆନ୍ସାର ହେବ ରମେଶ ବାପାଙ୍କ ସାଙ୍ଗରେ ଦିଲ୍ଲୀ ଯାଇଥିଲା। ଘ ନମ୍ବରଟି କହିଛି କେଉଁ କେଉଁ ରାଜ୍ୟର ଲୋକମାନେ ହିନ୍ଦୀ କହନ୍ତି? ଆନ୍ସାର ହେବ ଝାଡ଼ଖଣ୍ଡ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ଉତ୍ତରପ୍ରଦେଶ ରାଜ୍ୟର ଲୋକମାନେ ହିନ୍ଦୀ କହନ୍ତି। ତାପରେ 2 ନମ୍ବରଟି କହିଛି ପାଖରେ ଅଙ୍କନ କରାଯାଇଥିବା ଭାରତ ମାନଚିତ୍ରରେ ଉତ୍କଳ ଏକ୍ସପ୍ରେସ ରେଳଗାଡ଼ି କ୍ରମ ଅନୁସାରେ ଯେଉଁ ଯେଉଁ ରାଜ୍ୟ ଦେଇ ଗତି କରୁଛି ଗାରଟାଣି ଦେଖାଅ। ଆନ୍ସାର ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ ଦେଇ ଉତ୍କଳ ଏକ୍ସପ୍ରେସ ଦିଲ୍ଲୀରେ ପହଞ୍ଚେ। ତାପରେ 3 ନମ୍ବରଟି କହିଛି ଆସ ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକୁ ଏକାଠି ମିଶି ଆଲୋଚନା କରି ଲେଖିବା। କ ନମ୍ବରଟି କହିଛି ରାଜସ୍ଥାନର କେଉଁ କେଉଁ କଥା ଆମକୁ ନୂଆ ଲାଗେ? ଆନ୍ସାର ରାଜସ୍ଥାନରେ ଏତେ କମ୍ ବର୍ଷା ହେଉଥିଲେ ହେଁ ଫସଲ ଅମଳ, ଝିଅମାନଙ୍କର ନୂଆ ପ୍ରକାରର ପୋଷାକ ଓ ପୁରୁଷମାନଙ୍କର ମୁଣ୍ଡରେ ପଗଡ଼ି ଆମକୁ ନୂଆ ଲାଗେ। ତାପରେ ଖ ନମ୍ବରଟି କହିଛି ଭାରତ ଏକ ବିଚିତ୍ର ଦେଶ ବୋଲି କାହିଁକି କୁହାଯାଏ? ଆନ୍ସାର ଭାରତର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପ୍ରକାର ଲୋକ ବାସ କରନ୍ତି। ସେମାନଙ୍କର ବେଶ, ପୋଷାକ, ଚାଲିଚଳଣି, ଖାଇବା ପିଇବା, ଭାଷା, ଧର୍ମ ଅଲଗା ଅଲଗା। ତେଣୁ ଭାରତକୁ ବିଚିତ୍ର ଦେଶ କୁହାଯାଏ। ତାପରେ ଗ ନମ୍ବରଟି କହିଛି ହିନ୍ଦୀ ଭାଷାକୁ କାହିଁକି ଭାରତର ରାଷ୍ଟ୍ରଭାଷା କରାଯାଇଛି? ଆନ୍ସାର ଆମ ଦେଶର ଅନେକ ରାଜ୍ୟର ଲୋକେ ହିନ୍ଦୀ କହନ୍ତି। ଦେଶର ସବୁଠାରୁ ବେଶୀ ଭାଗ ଲୋକ ହିନ୍ଦୀ ଭାଷାରେ କଥାବାର୍ତ୍ତା ହୁଅନ୍ତି। ତେଣୁ ହିନ୍ଦୀ ଭାଷାକୁ ଭାରତର ରାଷ୍ଟ୍ରଭାଷା କରାଯାଇଛି। ତାପରେ 4 ନମ୍ବରଟି କହିଛି ଯେପରି ଓଡ଼ିଶାର ଭାଷା ଓଡ଼ିଆ ସେହିପରି ତଳେ ଲେଖ। ପଶ୍ଚିମବଙ୍ଗ ହେବ ବଙ୍ଗଳା, ଝାଡ଼ଖଣ୍ଡ ହେବ ହିନ୍ଦୀ, କେରଳ ହେବ ମାଲାୟାଲାମ, ଗୁଜରାଟ ହେବ ଗୁଜରାଟୀ, ଆନ୍ଧ୍ରପ୍ରଦେଶ ହେବ ତେଲୁଗୁ, ତାମିଲନାଡୁ ହେବ ତାମିଲ, ଆସାମ ହେବ ଆସାମିଆ, ମହାରାଷ୍ଟ୍ର ହେବ ମରାଠୀ। ତାପରେ 5 ନମ୍ବରଟି କହିଛି ଉପର ପ୍ରଶ୍ନରେ ଦିଆଯାଇଥିବା ରାଜ୍ୟଗୁଡ଼ିକ ବ୍ୟତୀତ ଭାରତର ଅନ୍ୟ ରାଜ୍ୟମାନଙ୍କରେ ବ୍ୟବହାର ହେଉଥିବା ଭାଷାର ଏକ ତାଲିକା କର। ପଞ୍ଜାବର ଭାଷା ହେବ ପଞ୍ଜାବୀ, ମଧ୍ୟପ୍ରଦେଶର ଭାଷା ହେବ ହିନ୍ଦୀ, କର୍ଣ୍ଣାଟକର ଭାଷା ହେବ କନ୍ନଡ଼, ମଣିପୁରର ଭାଷା ହେବ ମଣିପୁରୀ, ଛତିଶଗଡ଼ର ଭାଷା ହେବ ଛତିଶଗଡ଼ି ବା ହିନ୍ଦୀ, ଜାମ୍ମୁ କାଶ୍ମୀରର ଭାଷା ହେବ କାଶ୍ମୀରୀ। ତାପରେ 6 ନମ୍ବରଟି କହିଛି ଆମେ ଗୋଟିଏ ମାଳରେ ଭିନ୍ନ ଭିନ୍ନ ପ୍ରକାରର ଅନେକ ଫୁଲ। ଏହାକୁ 5ଟି ବାକ୍ୟରେ ବୁଝାଇ ଲେଖ। ଆନ୍ସାର ଆମ ଭାରତରେ ବହୁ ଧର୍ମ, ବହୁ ଭାଷା ଓ ଜାତିର ଲୋକ ବାସ କରନ୍ତି। ସେମାନଙ୍କର ଖାଦ୍ୟପେୟ, ବେଶ ପୋଷାକ, ଚାଲିଚଳଣି ଅଲଗା ଅଲଗା। ମାତ୍ର ଏତେ ସବୁ ବିଭିନ୍ନତା ସତ୍ତ୍ୱେ ଆମେ ସମସ୍ତେ ନିଜକୁ ଭାରତୀୟ ଓ ଭାରତ ମାତାର ସନ୍ତାନ ବୋଲି ମନେ କରୁ। ତେଣୁ ଆମେ ସଭିଏଁ ଗୋଟିଏ ମାଳର ଭିନ୍ନ ଭିନ୍ନ ପ୍ରକାରର ଅନେକ ଫୁଲ ପରି। ଆମ ସମସ୍ତଙ୍କ ମନ ଓ ଭାବନା ଏକ। ତେଣୁ ଭାରତ ମାତାର ସନ୍ତାନ ରୂପେ ଆମ ମଧ୍ୟରେ ଏକତା ରହିଛି। ତାପରେ 7 ନମ୍ବରଟି କହିଛି ଆସ ଏହି ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଢ଼ିବା। ଗୌରବ, କଳ୍ପନା ଚାୱଲା ଆମ ଦେଶର ଗର୍ବ ଓ ଗୌରବ। ବୀରତ୍ୱ, ଖାରବେଳଙ୍କ ବୀରତ୍ୱ କାହାଣୀ ଓଡ଼ିଶାର ଇତିହାସରୁ ଜଣାଯାଏ। ସୀମା, ଆମ ଗାଁ ଓଡ଼ିଶାର ଶେଷ ସୀମାରେ ଅବସ୍ଥିତ। ଟାଙ୍ଗରା, ଟାଙ୍ଗରା ଭୂଇଁରେ କୁଶ ମଧ୍ୟ କଅଁଳେ ନାହିଁ। କ୍ଷେତବାଡ଼ି, କୃଷକ କ୍ଷେତବାଡ଼ିରେ କାମ କରି ସୁନା ଫସଲ ଫଳାଏ। ଧୂଆଁଳିଆ, ଶୀତଦିନେ ଆକାଶ ଧୂଆଁଳିଆ ଦିଶେ। ନୁଆଁଣିଆ, ଆଦିବାସୀମାନେ ନୁଆଁଣିଆ ଘରେ ବାସ କରନ୍ତି। ତାପରେ 8 ନମ୍ବରଟି କହିଛି ନିମ୍ନରେ ଭାରତର କେତେଗୁଡ଼ିଏ ରାଜ୍ୟର ନାମ ଏବଂ ସେହି ରାଜ୍ୟର ଲୋକମାନଙ୍କର ଖାଦ୍ୟ ଓ ପୋଷାକର ନାମ ଦିଆଗଲା। ରାଜ୍ୟ ସହିତ ସମ୍ପର୍କ ଥିବା ଖାଦ୍ୟ ଓ ପୋଷାକକୁ ଗାରଟାଣି ଯୋଡ଼ିବା। ରୁଟି ହେବ ଉତ୍ତରପ୍ରଦେଶ, ରାଜସ୍ଥାନ, ଝାଡ଼ଖଣ୍ଡ। ଭାତ ହେବ ପଶ୍ଚିମବଙ୍ଗ, ଓଡ଼ିଶା। ମାଛ ହେବ ପଶ୍ଚିମବଙ୍ଗ, ଓଡ଼ିଶା। ପଶ୍ଚିମବଙ୍ଗ ଲୋକେ ଧୋତି ପିନ୍ଧନ୍ତି, ରାଜସ୍ଥାନର ଲୋକେ ପଗଡ଼ି ପିନ୍ଧନ୍ତି, ଓଡ଼ିଶାର ଲୋକେ ଧୋତି ପିନ୍ଧନ୍ତି, ଝାଡ଼ଖଣ୍ଡର ଲୋକେ ମଧ୍ୟ ଧୋତି ପିନ୍ଧନ୍ତି ଆଉ ଝାଡ଼ଖଣ୍ଡର ଲୋକେ ପାଇଜାମା ମଧ୍ୟ ପିନ୍ଧନ୍ତି, କୁର୍ତ୍ତା ବି ପିନ୍ଧନ୍ତି।
ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।